ଅଭାବରେ ପଡ଼ି ମୁଁ ବାଧ୍ୟ ହେଲି ଜମିଦାରଙ୍କ ଘରେ କାମ କରିବାକୁ। କାନ୍ଦି କାନ୍ଦି ମା ମତେ ଜମିଦାରଙ୍କ ଲୋକ ହାତରେ ଟେକିଦେଲେ। 2 ଜଣ ହଟ୍ଟାକଟା ଲୋକ ମତେ ଜମିଦାରଙ୍କ ଘରକୁ ନେଇଗଲେ। ବିରାଟ ବଡ଼ ଅଟ୍ଟାଳିକା ଆଉ ସୁଉଚ୍ଚ ପ୍ରାଚୀର ଦେଖିକି ମୋର ଯେମିତି ହୋସ୍ ଉଡ଼ିଗଲା। ଭିତରକୁ ଯିବା ପରେ କେଜାଣି ସମସ୍ତେ ମତେ ଗାଢ଼େଇ ଗାଢ଼େଇ ଅନଉଥିଲେ। ମତେ ଗୋଟିଏ ରୁମକୁ ନିଆଗଲା ଆଉ କୁହାଗଲା କି ଆରାମ କର, ରାତି ହେଲେ କାମ ବୁଝେଇ ଦିଆଯିବ। ହେଲେ ମୋ ଭିତରେ କାହିଁକି କେଜାଣି ଏକ ଅଜଣା ଭୟ ବସା ବାନ୍ଧି ସାରିଥିଲା। କାରଣ ମୁଁ କାମ କରିବା ପାଇଁ ଆସିଥିଲି, ଆଉ ମତେ ଆରାମ କରିବା ପାଇଁ କାହିଁକି କୁହାଯାଉଥିଲା? ଆଉ ପୁଣି କାହିଁକି କୁହାଗଲା କି ରାତିରେ ସବୁ କାମ ବୁଝାଇ ଦିଆଯିବ? ରାତିରେ ସେମାନେ କ'ଣ ବୁଝେଇବେ? ଦିନ ଯାଇ ସନ୍ଧ୍ୟା ହେଲା। ସନ୍ଧ୍ୟା ହେବା ପରେ ଜଣେ ମହିଳା ଆସି ମତେ ନୂଆ ଶାଢ଼ୀ ଅଳଙ୍କାର ସଜେଇ ହବା ଜିନିଷ ଦେଇଗଲେ। କହିଲେ କି ଏ ଶାଢ଼ୀ ଅଳଙ୍କାର ପିନ୍ଧି ସଜେଇ ହୋଇ ରହିଥା। ଜମିଦାର ସାହେବ ଆସିବା ପରେ ସେ ମତେ ଦେଇ ଚାଲିଗଲେ। ହେଲେ ମୋ ଭିତରେ ଥିବା ଡର ଆଉ ସନ୍ଦେହ 2 ଗୁଣା ବଢିଗଲା। ମୁଁ ଡରି ଡରି ଶାଢ଼ୀ ଅଳଙ୍କାର ପିନ୍ଧି ସଜେଇ ହୋଇ ବସିଥିଲି। କିଛି ସମୟ ପରେ ଆଉ ଜଣେ ମହିଳା ଆସି ମତେ ଧରି ଧରି ଆଉ ଗୋଟିଏ ରୁମକୁ ନେଲେ। ସେ ରୁମରେ ଅଳ୍ପ ଆଲୁଅ ଥିଲା ଆଉ ସୁଗନ୍ଧରେ ଫାଟି ପଡୁଥିଲା। ମତେ ଏକ ଉଚ୍ଚ ଆସନରେ ବସେଇ ସେ ପଳେଇଲେ। କିଛି ସମୟ ପରେ ଯେତେବେଳେ ଜମିଦାର ଆସିଲେ, ତାଙ୍କୁ ଦେଖିକି ମୁଁ ଚମକି ପଡ଼ିଲି। ସେ ମୋ ପାଖକୁ ଆସିଲେ ଆଉ ତାପରେ ମୋ ସହିତ ଯାହା କଲେ, ଏହା ଏକ ସତ ଘଟଣା ଯାହା ଦର୍ଶକ ଆମ ପାଖକୁ ତାଙ୍କ ନିଜ କାହାଣୀ ପଠେଇଛନ୍ତି। ଏଇ ଘଟଣାଟି ବି ଆଜିକୁ 30 ବର୍ଷ ତଳର। ଏହା ଥିଲା ତାଙ୍କ ଜୀବନର ଏମିତି କାହାଣୀ ଯାହାକୁ ସେ ମରିବା ଯାଏ ବି ଭୁଲି ପାରିବେନି। କାରଣ ସମୟ କାହାକୁ ନେଇ କେଉଁଠି ରଖିବ କେହି ବି ଜାଣିନାହାନ୍ତି। ଏବେ ବି ସେ ନିଜ କାହାଣୀ କହିବା ବେଳକୁ ସିହିରି ଉଠନ୍ତି। ସତରେ ଏମିତି ଘଟଣା ତାଙ୍କ ସହିତ ଘଟିବ ବୋଲି ସେ କେବେ ବି କଳ୍ପନାରେ ବି ବିଶ୍ୱାସ କରିନଥିଲେ। ସେଦିନ ରାତିରେ ଜମିଦାରଙ୍କ ବଙ୍ଗଳାରେ କ'ଣ ଘଟିଥିଲା ଆଉ ତାଙ୍କ ସହିତ ସେ କ'ଣ କରିଥିଲେ? ସେହି ରାତି ପରଠାରୁ ତାଙ୍କ ଜୀବନରେ କାହିଁକି ଏତେ ବଡ଼ ପରିବର୍ତ୍ତନ ଆସିଲା? ସେ ରାତିର ରାଜ ଜାଣିବାକୁ ସ୍କିପ୍ ନକରି ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖନ୍ତୁ। କାହାଣୀ ତାଙ୍କର, କେବଳ ସ୍ୱର ହେଉଛି ଆମର। ପରିସ୍ଥିତି କାହାକୁ କୋଉଠି ଆଣି ଥୋଇବ ତାହା କେହି ବି କହିପାରିବେନି। ସୁରୁଖୁରୁରେ ଚାଲୁଥିବା ଆମ ପରିବାରର ରଥ ଅଧା ବାଟରେ ଯେ ଭାଙ୍ଗିଯିବ ଆମେ ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲୁ। ହଠାତ୍ ଦିନେ ଆମ ବାପା ଆମକୁ ଅଧା ରାସ୍ତାରେ ଛାଡ଼ି ଦେଇ ପଳାଇଲେ। ଆଉ ସେଇଦିନ ଠାରୁ ଆମ ପାଇଁ ଆସିଯାଇଥିଲା ଖରାପ ପରିସ୍ଥିତି। ଆମେ 2 ଭାଇ ଭଉଣୀ ଥିଲୁ। ମୁଁ ସେତେବେଳକୁ 17 ବର୍ଷର ହୋଇସାରିଥିଲି। ପିଲାଟି ଦିନରୁ ବଡ଼ ଅଲିଅଳିରେ ବଢ଼ି ଆସିଥିଲି। ମୁଁ ବଡ଼ ଓ ମୋ ଭାଇ ସାନ ଥିଲା। ବାପା ଜଣେ ତଳ ସ୍ତରର ସରକାରୀ କର୍ମଚାରୀ ଥିଲେ। ପରିସ୍ଥିତି ସବୁ ଠିକ୍ ଠାକ୍ ଥିଲା। ହେଲେ ହଠାତ୍ ଦିନେ ବାପା ଘରକୁ ଆସିବା ପରେ ରକ୍ତ ବାନ୍ତି ହେଲା। ଆମେ ଡାକ୍ତରଖାନା ନେଇଗଲୁ। ସେଦିନ ଡାକ୍ତର ଔଷଧ ଦେଇ ଛାଡ଼ିଦେଲେ। ପରଦିନ ଟିକେ କମିଗଲା, କିନ୍ତୁ 2 ଦିନ ଯାଇଛି କି ନା ପୁଣି ସେମିତି ରକ୍ତ ବାନ୍ତି ଆରମ୍ଭ ହୋଇଗଲା। ଠିକ୍ ସେମିତି ହେଲା। ଆମେ ନେଇ ଡାକ୍ତରଖାନାରେ ଆଡମିଟ୍ କରାଇଦେଲୁ। ବାପାଙ୍କର ସବୁ ପରୀକ୍ଷା ହେଲା ଆଉ ପରୀକ୍ଷାରୁ ଯାହା ବାହାରିଲା ଦେଖିକି ଦାମ ମୁଣ୍ଡ ଘୁରେଇ ଦେଲା। ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ବାପାଙ୍କର ବ୍ଲଡ୍ କ୍ୟାନ୍ସର ଆଉ ଲାଷ୍ଟ ଷ୍ଟେଜ୍। ଡାକ୍ତର କହିଦେଲେ କି ଆଉ ଆମ ହାତରେ 4 ମାସ ରହିଛି। ତେଣୁ ବାପାଙ୍କୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା କରିବା। ଡାକ୍ତରଖାନାରେ ବାପାଙ୍କର ଚିକିତ୍ସା ଆରମ୍ଭ ହୋଇଗଲା। ଏମିତିରେ 1 ମାସ ବିତି ଯାଇଥିଲା। ହେଲେ କାହିଁକି ଜାଣି ଦିନକୁ ଦିନ ବାପା ଦୁର୍ବଳ ହୋଇପଡୁଥିଲେ। ହେଲେ ଚିକିତ୍ସାରୁ ସୁଫଳ ମିଳିବା ପରି ଲାଗୁନଥିଲା। ତଥାପି ଆମ ଭିତରେ ଆଶା ଥିଲା କି ବାପା ଭଲ ହୋଇଯିବେ। ଘର ପାଖ ଠାକୁରଙ୍କୁ ଗୁହାରି ଜଣାଇ ସାରିଥିଲେ। ହେଲେ ଫଳ କିଛି ହେଲାନି। 4 ମାସ ଆଗରୁ ବାପା ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲେ। ବୋଧେ ଭଗବାନଙ୍କର ସେଇଆ ହିଁ ଇଚ୍ଛା ଥିଲା। ବାପା ସିନା ଚାଲିଗଲେ, ହେଲେ ତାପରେ ଆମ ପରିବାର ଉପରେ ଯେମିତି ବଜ୍ର ପଡ଼ିଗଲା। ଏଇ 4 ମାସ ଭିତରେ ବାପାଙ୍କ ସବୁ ଟଙ୍କା ତାଙ୍କ ଚିକିତ୍ସାରେ ଲାଗି ଯାଇଥିଲା। ତେଣୁ ଆମ ଚଳିବା ପାଇଁ ପାଖରେ ଯଥେଷ୍ଟ ଟଙ୍କା ନଥିଲା। ଦିନ ପରେ ଦିନ ବିତୁଥିଲା ଆଉ ପାଖରେ ଯେତିକି ବି ଟଙ୍କା ଥିଲା ସରି ସରି ଆସୁଥିଲା।
ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଯେତିକି ସାହାଯ୍ୟ କରିବା କଥା କଲେ। କିନ୍ତୁ ଦିନେ ଏମିତି ସମୟ ଆସିଲା ଯେ ବାଧ୍ୟ ହୋଇ ମା ଘରୁ ଗୋଡ଼ କାଢ଼ିଲେ କାମ କରିବା ପାଇଁ। 1 ମାସ ପରେ ତାଙ୍କୁ ଗୋଟିଏ ସିଲେଇ ଦୋକାନରେ କମ୍ ଦରମାରେ କାମ ମିଳିଗଲା। ହେଲେ ସେତିକି ଥିଲା ଆମ ପରିବାରକୁ ସମୁଦ୍ରରୁ ଶଙ୍ଖେ। କାରଣ ଆମ ପଢ଼ା ଖର୍ଚ୍ଚ ସହିତ ପରିବାର ଚଳିବା ପାଇଁ ଆହୁରି ଟଙ୍କା ଦରକାର ଥିଲା। ପରିସ୍ଥିତି ଏମିତି ହେଲା ଯେ ମୋ ପାଠ ପଢ଼ାରେ ଡୋରି ବନ୍ଧା ହେଲା। ଦିନେ ଖାଇଲେ ଆଉ ଦିନେ ଉପାସ ରହିବାକୁ ପଡ଼ୁଥିଲା। ଏମିତି କଷ୍ଟରେ କଷ୍ଟରେ ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆମର ପରିସ୍ଥିତି ବଦଳିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଲା। ମୁଁ ଆଉ ସହି ପାରୁନଥିଲି। ବାଧ୍ୟ ହୋଇ ଦିନେ ମାଆଙ୍କୁ କହିଲି କି ମା, ଏବେ ମୁଁ କାମ କରିବାକୁ ଯିବି, ଫଳରେ କିଛି ସାହାଯ୍ୟ ହୋଇଯିବ। ମୋ ଠାରୁ ଏମିତି କଥା ଶୁଣି ମା କାନ୍ଦି ପକାଇଲେ ଆଉ ମନା କଲେ। କିନ୍ତୁ ପରିସ୍ଥିତିକୁ ଦେଖିବା ପରେ ସେ ବହୁ କଷ୍ଟରେ ରାଜି ହେଲେ। ଦିନେ ମାଙ୍କ ଦୋକାନର ମାଲିକ ଜମିଦାରଙ୍କ ଘରେ କାମ କରିବା ପାଇଁ ଜଣେ ଝିଅ ଦରକାର ବୋଲି କହୁଥିଲେ। ଆଉ ମା ଶୁଣିବା ପରେ ତାଙ୍କୁ ସବୁ ପଚାରିଲେ। ମାଲିକ ତାଙ୍କୁ ସବୁ କହିବା ପରେ ମାଙ୍କର ବିଶ୍ୱାସ ହେଲା ସେ ଜମିଦାରଙ୍କ ଘରେ କାମ କଲେ କିଛି ଅସୁବିଧା ନାହିଁ। ସେ ଘରକୁ ଫେରିବା ପରେ ମୋତେ ସେ କଥା କହିଲେ। ଆଉ ମୁଁ ବି ଖୁସି ହୋଇଗଲି କି ଜଣେ ବଡ଼ ଲୋକ ଘରେ କାମ କରିବି ଆଉ ନିଶ୍ଚୟ ଅଧିକା ଟଙ୍କା ମିଳିବ, ଯେଉଁଥିରେ ଆମ ପରିବାରର ଦୁଃଖ ଦୂର ହୋଇଯିବ। ମୁଁ ସେତେବେଳକୁ 18 ବର୍ଷର ହୋଇଯାଇଥିଲି। ଭଲ ମନ୍ଦ ଭଲ ଖରାପ ବୋଲି ଠିକରେ ଜାଣିନଥିଲି ଆଉ ଘରଠାରୁ ବାହାରେ କେବେ ବି ପାଦ ଦେଇନଥିଲି। ତେଣୁ ଯେତେବେଳେ ମା କହିଲେ କି ସେଠି କାମ କଲେ କିଛି ଅସୁବିଧା ନାହିଁ ବୋଲି ମୋର ଆଉ କିଛି ଭୟ ରହିଲାନି। ହେଲେ ମୁଁ ଜାଣିନଥିଲି ଯେ ମୋ ସହିତ ଜମିଦାରଙ୍କ ଘରେ ଏମିତି କିଛି ଘଟଣା ଘଟିବ ଆଉ ସେଇଟା ମୋ ଜୀବନର ସବୁଠୁ ବଡ଼ ଘଟଣା ହୋଇ ରହିଯିବ ବୋଲି। ମା ନିଜେ ଜମିଦାରଙ୍କ ମ୍ୟାନେଜର ସହିତ କଥା ହେଲେ। ମ୍ୟାନେଜର ବି ଆଶ୍ୱାସନା ଦେଲେ ଯେ କିଛି ଅସୁବିଧା ହେବନି। ଜମିଦାର ଜଣେ ଭଲ ଲୋକ ଆଉ ସେଠାରେ ବି ଏମିତି କଷ୍ଟକର କାମ କିଛି ନାହିଁ ଆଉ ଦରମା ବି ଭଲ ମିଳିବ। ମା ବି ଠିକ୍ ଠାକ୍ ଅନୁଭବ କରିବା ପରେ ମୋତେ ସେଠାକୁ ପଠାଇବାର ନିଷ୍ପତ୍ତି ନେଲେ। 7 ଦିନ ପରେ ମୁଁ ଜମିଦାରଙ୍କ ଘରକୁ ବାହାରିଲି କାମ କରିବା ପାଇଁ। ଆମ ଘରଠାରୁ ଜମିଦାରଙ୍କ ଘର 150 କିଲୋମିଟର। ବାଲେଶ୍ୱର ଓ ପଶ୍ଚିମବଙ୍ଗର ସୀମାନ୍ତରେ ଥିଲା ଜମିଦାରଙ୍କ ଗାଁ। ଗାଁ ନାଁ ହେଉଛି ପ୍ରୀତମ ନଗର। ବହୁତ ବଡ଼ ଗାଁ ଥିଲା ଆଉ ସେ ଗାଁରେ ଜମିଦାରଙ୍କର ବହୁତ ନାଁ ଥିଲା। ସେଦିନ ଆସିଲା ମୋତେ ନେବା ପାଇଁ 2 ଜଣ ହଟ୍ଟାକଟା ଲୋକ କାରରେ ଆସିଲେ। କାନ୍ଦି କାନ୍ଦି ମା ମୋତେ ସେମାନଙ୍କ ହାତରେ ଟେକିଦେଲେ। କାରରେ ନେଇ ସେମାନେ ମୋତେ ପ୍ରୀତମ ନଗର ଆଡ଼କୁ ବାହାରି ପଡ଼ିଲେ। ଦୀର୍ଘ 4 ଘଣ୍ଟା ପରେ ଆମେ ପହଞ୍ଚିଗଲୁ ଜମିଦାରଙ୍କ ଘର ଆଗରେ। ତାଙ୍କ ଘର ଦେଖିକି ମୋର ତ ଯେମିତି ହୋସ୍ ଉଡ଼ିଗଲା। ଘର ତ ନୁହେଁ, ରାଜପ୍ରସାଦ। ସୁଉଚ୍ଚ ଅଟ୍ଟାଳିକା ସହିତ ସୁଉଚ୍ଚ ପ୍ରାଚୀରୀ ଦେଖିକି ମୋ ଭିତରେ ଛନକା ପଶିଗଲା। ଗେଟ୍ ଡେଇଁ ଭିତରକୁ ଗଲାବେଳେ ସେଠାରେ କାମ କରୁଥିବା ଲୋକମାନେ ମୋତେ ଦେଖିବାକୁ ଲାଗିଲେ। ସେମାନଙ୍କ ଚାହାଣୀରେ ସତେ ଯେମିତି ମୋ ପ୍ରତି କିଛି ଇସାରା ରହିଥିଲା। ମୁଁ ବୁଝିପାରୁନଥିଲି କି ସେମାନେ ମୋତେ ଏମିତି ନଜରରେ କାହିଁକି ଦେଖୁଥିଲେ। ସେ 2 ଜଣ ମୋତେ ଭିତରେ ଛାଡ଼ିବା ପରେ ଜଣେ ମହିଳା ଆସି ମୋତେ ପୁରା ଭିତରକୁ ନେଇଗଲେ ଆଉ ମୋତେ ଗୋଟିଏ ରୁମ୍ରେ ଛାଡ଼ି ଦିଆଗଲା। କିଛି ସମୟ ପରେ ସେ ମୋତେ ଆଣି ଖାଇବାକୁ ଦେଲେ। ଏତେ ପ୍ରକାର ଖାଇବା ଦେଖି ମୋର ଯେମିତି ଭୋକ 2 ଗୁଣା ବଢ଼ିଗଲା। ଜୀବନରେ 10 ପ୍ରକାରର ଖାଦ୍ୟ ଏକାଠି କେବେ ବି ଦେଖିନଥିଲି। ମୁଁ ତୁରନ୍ତ ଖାଇବା ଆରମ୍ଭ କରିଦେଲି। ଆଉ ଖାଇବା ସରୁ ସରୁ ମହିଳା ଜଣକ ପୁଣି ଆସିଲେ ଆଉ କହିଲେ କି ଏବେ ତମେ ଆରାମ କର, ରାତି ହେଲେ ତମକୁ ସବୁ କାମ ବୁଝେଇ ଦିଆଯିବ। ମୋତେ ତାଙ୍କ କଥା ଶୁଣି ଟିକେ ଅଖାଡ଼ୁଆ ଲାଗିଲା କାରଣ ମୁଁ ସେଠାକୁ କାମ କରିବା ପାଇଁ ଯାଇଥିଲି ଆଉ ସେ କହୁଥିଲେ କି ଆରାମ କର, ରାତିରେ କାମ ବିଷୟରେ ବୁଝେଇ ଦିଆଯିବ। ରାତିରେ କାହିଁକି କାମ ବିଷୟରେ ବୁଝାଇବେ ମୁଁ ବୁଝିପାରୁନଥିଲି। ମୁଁ କିଛି ପଚାରିବା ଆଗରୁ ସେ ମୋତେ ଛାଡ଼ି ସେଠାରୁ ପଳେଇଲେ। ମୁଁ ଆରାମ କରିବି କ'ଣ ଭାବି ଭାବି ମୋତେ ଚିନ୍ତା ବଢ଼ିଗଲା। ଏମିତି ସନ୍ଧ୍ୟା ହେବାକୁ ଲାଗିଲା ଆଉ ସନ୍ଧ୍ୟାରୁ ରାତି 9ଟା ବାଜିଛି କି ନା ସେ ମହିଳା ଜଣକ ପୁଣି ମୋ ରୁମ୍କୁ ଆସିଲେ। ଆଣିଥିବା ଶାଢ଼ୀ ଅଳଙ୍କାର ଦେଇ ପିନ୍ଧିବାକୁ କହିଲେ ଆଉ ହାତରେ ଆଣିଥିବା ମେକଅପ୍ ସାମଗ୍ରୀ ନେଇ ନିଜେ ସେ ମୋତେ ବେଶ କରିବାକୁ ଲାଗିଲେ। ମୋତେ ସଜେଇ ସାରିବା ପରେ କହିଲେ କି ଜଲ୍ଦି ଶାଢ଼ୀ ଓ ଅଳଙ୍କାର ପିନ୍ଧିଦିଅ, କିଛି ସମୟ ପରେ ଜମିଦାର ସାହେବ ଆସିଯିବେ। ମୋତେ ଏସବୁ ଅଡ଼ୁଆ ଲାଗୁଥିଲା।
କାରଣ ମୁଁ ସେଠାକୁ ଚାକରାଣୀ କାମ କରିବା ପାଇଁ ଯାଇଥିଲି। କିନ୍ତୁ ସେମାନେ ମତେ ନୂଆ ଶାଢ଼ୀ ଅଳଙ୍କାର ଦେଇ ସଜଉଥିଲେ କାହିଁକି? ଆଉ ଜମିଦାର ସାହେବ ମୋ ପାଖକୁ କାହିଁକି ଆସିବେ? କାଳେ କିଛି ଅଘଟଣ ଘଟିବନି ତ? ଚିନ୍ତା କରିକି ମୋ ଦେହରୁ ଝାଳ ବାହାରିବାରେ ଲାଗିଲା। ମନରେ ପାପ ଆସିଲା। ଭାବିଲି କାହିଁକି ଆସିଲି ଏଠାକୁ? ମୋର ଯଦି କିଛି ହୋଇଯାଏ ତାହେଲେ ମୋ ମା ଓ ଭାଇଙ୍କର କ'ଣ ହେବ? ଏସବୁ ଭାବୁ ଭାବୁ ମୋ ଦେହ ଯେମିତି ଭୟରେ ଥରିବାକୁ ଲାଗିଲା। ହେଲେ କିଛି ସମୟ ପରେ ନିଜକୁ ସ୍ଥିର କରିବାକୁ ଚେଷ୍ଟା କଲି। ଯାହା ହେବାର କଥା ହେବ। ସେଠୁ ଆଉ କିଛି ସମୟ ପରେ ସେ ସ୍ତ୍ରୀଲୋକ ଜଣକ ଆସି ମତେ ଏକ ରୁମକୁ ନେଇଗଲେ। ସେ ରୁମରେ ଅଳ୍ପ ଆଲୁଅ ଥିଲା ଆଉ ରୁମ୍ ସୁଗନ୍ଧରେ ଫାଟି ପଡୁଥିଲା। ମତେ ଏକ ଉଚ୍ଚ ଜାଗାରେ ବସାଇ ଦେଇ ସେ ପଳେଇଲେ। କିଛି ସମୟ ପରେ ଜମିଦାର ସେ ଘରକୁ ଆସିଲେ। ସୁଉଚ୍ଚ ମଣିଷ ସହିତ ଗୋରା ତକ୍ ତକ୍ ଚେହେରା, ଧଳା ରଙ୍ଗର ଧୋତି ପିନ୍ଧିଥିବା ବେଳେ ହାତରେ ଥିଲା ଫଳମୂଳ ଭର୍ତ୍ତି ପୂଜା ଥାଳି। ତାଙ୍କୁ ଦେଖିକି ମୁଁ ଯେମିତି ଚମକି ପଡ଼ିଲି। କାରଣ ଜମିଦାରଙ୍କ ଏକି ବେଶ, ଆଉ ସେ ମୋ ସହିତ କ'ଣ କରିବେ? ଏଇ କଥା ଭାବୁ ଭାବୁ ସେ ମୋ ପାଖକୁ ପଳେଇ ଆସିଥିଲେ। ପୁରା ପାଖକୁ ଆସି ମତେ ପୁରା ଦେଖିବା ସହିତ ଅଳ୍ପ ଅଳ୍ପ ହସିବାକୁ ଲାଗିଲେ। କିଛି ସମୟ ପରେ ମନ୍ତ୍ର ପାଠ କରିବାକୁ ଲାଗିଲେ। ପାଖରେ ଥିବା ଠାକୁରଙ୍କୁ ଅନେଇ ମନ୍ତ୍ର ପାଠ ସହିତ ପୂଜା ଆରମ୍ଭ କରିଦେଲେ। ସେଠୁ ମୋ ଆଡ଼କୁ ଅନେଇ ମନ୍ତ୍ର ବୋଲିବା ସହିତ ମଝିରେ ମଝିରେ ଫୁଲ ପକଉଥିଲେ। ମୁଁ ତ କିଛି ବୁଝିପାରୁନଥିଲି। ଏମିତି ପ୍ରାୟ 15 ମିନିଟ୍ କାଳ ଚାଲିଲା। ତାଙ୍କର ପୂଜା ପାଠ ସରିଲା। ସେ ନିଜେ ମୋ ହାତ ଧରି ମତେ ତଳକୁ ଓହ୍ଲେଇଲେ ଆଉ ମତେ ପ୍ରଣାମ କଲେ। ମୁଁ ତ ପୁରା ତାଜ୍ଜବ ହୋଇ ତାଙ୍କୁ ଅନେଇଥିଲି। ମୋ ଚେହେରା ଦେଖି ସେ ବୁଝିଗଲେ ଯେ ମୁଁ ପୁରା ଭୟ ଓ ଦ୍ୱନ୍ଦ୍ୱ ଭିତରେ ଅଛି। ସେ ମୋ କାନ୍ଧରେ ହାତ ପକେଇ ମତେ ବାହାରକୁ ଆଣିଲେ ଆଉ କହିଲେ କି ଝିଅ, ତୁ ମନେ ମନେ କ'ଣ ଭାବୁଛୁ ମୁଁ ଜାଣିପାରୁଛି। ହେଲେ ତୁ ଏବେ ଶାନ୍ତ ହୋଇଯା। ତୋ ଭୟକୁ ବାହାରି ଯିବାକୁ ଦେ। କାରଣ ତୁ ଯେଉଁଠିକି କାମ କରିବାକୁ ଆସିଛୁ ସେଇଟା ହେଉଛି ପୃଥିବୀର ସବୁଠୁ ସୁରକ୍ଷିତ ଜାଗା। ତୋ ସାଥିରେ ସେମିତି କିଛି ହବନି। ତେଣୁ ତୁ ଆରାମରେ ତୋ କାମ କର। ଆଉ ତୁ କ'ଣ କାମ କରିବୁ ମୋ ମ୍ୟାନେଜର ସବୁ ବୁଝେଇ ଦେବେ। ଏତିକି କହି ସେ ତାଙ୍କ ମ୍ୟାନେଜରକୁ କହିଲେ କି ମତେ ମୋ କାମ ବିଷୟରେ ବୁଝେଇ ଦେବାକୁ। ଏତିକି କହି ଜମିଦାର ସାହେବ ପଳେଇଲେ ଆଉ ମୁଁ ତାଙ୍କୁ ସେମିତି ଅନେଇ ରହିଥିଲି। ଏବେ ବି ମୁଁ ବୁଝିପାରୁନଥିଲି କି ମୋ ସାଥିରେ କ'ଣ ଘଟୁଛି ବୋଲି। ମ୍ୟାନେଜର ବାବୁ ମତେ ଡାକିକି ବସେଇଲେ ଆଉ ମୋ କାମ ବିଷୟରେ ବୁଝାଇବାକୁ ଲାଗିଲେ। ଜମିଦାର ସାହେବଙ୍କ ବହୁତ ବଡ଼ ବ୍ୟବସାୟ। ସେ ସବୁର ଦେଖାଶୁଣା କରୁଥିଲେ ମ୍ୟାନେଜର ବାବୁ। ଆଉ ହିସାବ ପତ୍ର ରଖିବା ପାଇଁ ମ୍ୟାନେଜର ବାବୁ ଜଣେ ଝିଅ ଖୋଜୁଥିଲେ, ଯିଏକି ସଚ୍ଚୋଟତାର ସହିତ ହିସାବ କରିପାରିବ। ଆଉ ମୋ ବିଷୟରେ ବହୁତ କିଛି ପଚରା ଉଚରା ପରେ ସେମାନେ ମତେ ଏଠାକୁ ଆଣିଥିଲେ। ମୁଁ ଆଇ ପାସ୍ କରିଥିବାରୁ ସେ ସବୁ କାମ ଠିକରେ କରିପାରିବି ବୋଲି କହିଲେ। ଏବେ ମୁଁ ମୋ କାମ ବିଷୟରେ ବୁଝି ସାରିଥିଲି। ହେଲେ ଗୋଟିଏ ବିଷୟରେ ଏବେ ବି ବୁଝିପାରୁନଥିଲି। ଜମିଦାର ସାହେବ କାହିଁକି ମତେ ସେ ଘରକୁ ନେଇ ପୂଜା ଅର୍ଚ୍ଚନା କଲେ? ସେଇଟା ଏବେ ମ୍ୟାନେଜର ବାବୁଙ୍କୁ ପଚାରିଲି। ମୋ କଥା ଶୁଣି ପ୍ରଥମେ ସେ ଟିକେ ହସିଦେଲେ ଆଉ କହିବାକୁ ଆରମ୍ଭ କଲେ। କହିଲେ କି ଏଇଟା ଜାଣିବାକୁ ହେଲେ ତତେ ଆଉ 40 ବର୍ଷ ତଳକୁ ଯିବାକୁ ପଡ଼ିବ। ସେତେବେଳେ ଆମ ଜମିଦାର ସାହେବଙ୍କ ବାପା ବଡ଼ ଜମିଦାର ସାହେବ ବଞ୍ଚିଥିଲେ। ତାଙ୍କର ବିବାହ ହେବାର ଅଳ୍ପ କିଛି ବର୍ଷ ପରେ ତାଙ୍କ ଧର୍ମପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେତେବେଳକୁ ତାଙ୍କର ଛୋଟ ଛୋଟ ପୁଅ ଝିଅ ଥିଲେ। ଯେତେବେଳେ ତାଙ୍କ ପତ୍ନୀ ମରିଗଲେ, ପୁଅ ଝିଅଙ୍କ କଥା ଭାବିକି ଜମିଦାର ସାହେବଙ୍କ ମନ ଖରାପ ହେବାକୁ ଲାଗିଲା। ସବୁବେଳେ ସେ ନିଜ ପୁଅ ଝିଅଙ୍କ ପଛରେ ଲାଗି ରହିଲେ, ଯେମିତି ତାଙ୍କ ଲାଳନ ପାଳନରେ କିଛି ଅସୁବିଧା ନ ହୁଏ। ସବୁବେଳେ ପୁଅ ଝିଅଙ୍କ କାମରେ ରହି ନିଜ ବ୍ୟବସାୟକୁ ଅବହେଳା କରିଦେଇଥିଲେ। ଫଳରେ ଧୀରେ ଧୀରେ ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା। ଯାହା ଉପରେ ଦାୟିତ୍ୱ ରହିଲା ସେ ଲୁଟିବାରେ ବ୍ୟସ୍ତ ରହିଲା। ଯେତେବେଳେ ବ୍ୟବସାୟ ବୁଡ଼ିବାକୁ ବସିଲା, ଜମିଦାର ସାହେବଙ୍କ ମୁଣ୍ଡରେ ଚିନ୍ତା ପଶିଲା। ଦିନ ରାତି ସେହି ଚିନ୍ତାରେ ବୁଡ଼ି ରହିଲେ। ଫଳରେ ଦିନେ ତାଙ୍କୁ ରୋଗ ମାଡ଼ି ବସିଲା। ଗୋଟିଏ ପଟରେ ପୁଅ ଝିଅଙ୍କ ଚିନ୍ତା, ଅନ୍ୟ ପଟରେ ବ୍ୟବସାୟ ଚିନ୍ତା ତାଙ୍କୁ ରୋଗାକ୍ରାନ୍ତ କରିଦେଲା। ବହୁତ ବଡ଼ ବଡ଼ ଡାକ୍ତର ଦେଖିଲେ, ହେଲେ ଡାକ୍ତର ସମୟ ଦେଇଦେଲେ। କହିଲେ ଆଉ ବର୍ଷକ ଭିତରେ ଜମିଦାର ଚାଲିଯିବେ।
ଏ କଥା ଜାଣିବା ପରେ ତାଙ୍କର ଚିନ୍ତା ଆହୁରି ବଢିଗଲା। ଦିନେ ମୋ ବାପାଙ୍କୁ ପାଖକୁ ଡାକି ଆଉ କହିଲେ କି ପିଲାଙ୍କ କଥା ବୁଝିବା ପାଇଁ ଜଣେ ଝିଅ ଦରକାର। ବାପା ହଁ କରି ତ ଚାଲି ଆସିଲେ, ହେଲେ ଜଣେ ସଚ୍ଚୋଟ ଝିଅ କେଉଁଠୁ ପାଇବେ? ଚିନ୍ତା କରି କରି ସେ ଚାରିଆଡେ ଖୋଜି ବୁଲିଲେ, ଆଉ ଶେଷରେ ଜଣେ ଝିଅ ମିଳିଲେ। ତାଙ୍କୁ ବଙ୍ଗଳାକୁ ଅଣାଗଲା। ଆଉ ତା ପରଦିନ ଠାରୁ ସେ ଝିଅ ଜମିଦାରଙ୍କ ପୁଅ ଝିଅ ଓ ଜମିଦାରଙ୍କ ଦାୟିତ୍ୱ ନେଲେ। ସେ ଝିଅ ଜଣକ ଜମିଦାରଙ୍କ ପୁରା ସେବା ଶୁଶ୍ରୂଷା କରିବାକୁ ଲାଗିଲେ। ଠିକ ସମୟରେ ଖାଇବା, ଠିକ ସମୟରେ ଔଷଧ ଆଉ ତାଙ୍କର ସେବା ଯତ୍ନ ଫଳରେ ଚମତ୍କାର ହୋଇଗଲା। ଧୀରେ ଧୀରେ ଜମିଦାର ସୁସ୍ଥ ହେବାକୁ ଲାଗିଲେ। ଜମିଦାରଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖି ଡାକ୍ତର ବି ତାଜ୍ଜୁବ ହୋଇଗଲେ। ଯେଉଁ ଡାକ୍ତର ତାଙ୍କୁ ବର୍ଷକ ସମୟ ଦେଇଥିଲେ, ସେ ଏବେ କହୁଥିଲେ କି ଜମିଦାର ସାହେବ ଆଉ 2 ମାସ ଭିତରେ ପୁରା ସୁସ୍ଥ ହୋଇଯିବେ ବୋଲି। ତାଙ୍କ କଥା ବି ସତ ହେଲା। ସେ ଝିଅର ସ୍ପର୍ଶରେ ଜମିଦାର ବାବୁ ସୁସ୍ଥ ହୋଇଗଲେ। ଯେଉଁଦିନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ, ସେ ଝିଅକୁ ପାଖକୁ ଡାକିଲେ। ନିଜେ ନିଜ ହାତରେ ସଜେଇ ଦେଲେ, ଆଉ ଠାକୁରଙ୍କୁ ପୂଜା କରିବା ପରି ତାଙ୍କୁ ବି ପୂଜା କରିବାକୁ ଲାଗିଲେ। ପ୍ରତିଦିନ ସନ୍ଧ୍ୟା ହେଲେ ସେ ଏମିତି ସେଇ ଝିଅକୁ ପୂଜା କରୁଥିଲେ, ଆଉ ପ୍ରତିଦିନ ଧନ୍ୟବାଦ ଦେଉଥିଲେ। ମୋ ବାପା ଆଉ ଅନ୍ୟ କର୍ମଚାରୀମାନେ ଦେଖି ତାଜ୍ଜୁବ ହୋଇଗଲେ। ଯେତେବେଳେ ମୋ ବାପା ଦିନେ ଏ କଥା ଜମିଦାର ସାହେବଙ୍କୁ ପଚାରିଲେ, ସେ କହିଲେ କି ସେ ଝିଅ ପାଇଁ ମୁଁ ନୂଆ ଜୀବନ ପାଇଛି, ଆଉ ମୋ ପିଲାମାନେ ଅନାଥ ହେବାରୁ ବଞ୍ଚିଗଲେ, ତେଣୁ ମୋ ପାଇଁ ସେ ଦେବୀ। ଏହାର କିଛି ଦିନ ପରେ ସେ ଝିଅକୁ ବିବାହ ପାଇଁ ପ୍ରସ୍ତାବ ଦେଲେ, ଆଉ ସେ ଝିଅ ବି ଖୁସି ଖୁସି ତାଙ୍କୁ ବିବାହ କରିନେଲେ। ସେହି ଦିନ ପରଠାରୁ ସେ ତାଙ୍କ ପିଲାଙ୍କୁ ଶିକ୍ଷା ଦେଇ ଆସିଛନ୍ତି କି ନାରୀ ହେଉଛନ୍ତି ଦେବୀ, ସେ ଝିଅ ହେଉ କି ସ୍ତ୍ରୀ। ନାରୀଙ୍କୁ ସମ୍ମାନ କରିବା ଅର୍ଥ ଭଗବାନଙ୍କୁ ସମ୍ମାନ ଦେବା, ଆଉ ନାରୀ ଯଦି ଖୁସି ହୁଏ ତାହେଲେ ମଙ୍ଗଳ ସୁନିଶ୍ଚିତ। ଆଉ ସେ ହିଁ ଝିଅ କି ସ୍ତ୍ରୀ ମାନଙ୍କର ପୂଜା କରିବାର ପରମ୍ପରା ଆରମ୍ଭ କରିଥିଲେ, ଆଉ ତାଙ୍କର ଏହି ପରମ୍ପରାକୁ ତାଙ୍କ ପୁଅ ବି ସସମ୍ମାନେ ପାଳନ କରି ଆସୁଛନ୍ତି। ଆଜି ଯେତେବେଳେ ତୁମେ ଏ ବଙ୍ଗଳାରେ ପାଦ ଦେଲ, ତେଣୁ ସେ ଆଗ ତୁମର ପୂଜା ଅର୍ଚ୍ଚନା କରି ତୁମକୁ ଦେବୀର ସ୍ଥାନ ଦେଲେ, ତମକୁ ସମ୍ମାନ ଦେଲେ। ଫଳରେ ତୁମେ ଏଠି ନିଜକୁ ଅସୁରକ୍ଷିତ ନ ଭାବି ସମ୍ମାନର ସହିତ ରୁହ। ଏଠି ସନ୍ଧ୍ୟା ହେଲେ ଝିଅମାନଙ୍କୁ କାମ କରିବା ପାଇଁ ବି ବାରଣ କରାଯାଇଛି। ଏଣୁ ଏହି ବଙ୍ଗଳାକୁ ତମେ ନିଜ ଘର ବୋଲି ଭାବିବା ସହିତ ଏଠାରେ ରହୁଥିବା ସମସ୍ତଙ୍କୁ ନିଜ ପରିବାର ବୋଲି ଭାବିବ। ତାଙ୍କ ମୁହଁରୁ ଏ କଥା ଶୁଣି ମୋ ଦେହରେ ଯେମିତି ପ୍ରାଣ ପଶିଗଲା। ମୋର ସବୁ ଭୟ ଦୂର ହୋଇଗଲା। ଏବେ ସେ ବଙ୍ଗଳାରେ କାମ କରିବା 15 ବର୍ଷ ହୋଇଗଲାଣି, ଆଉ ଏଇ ଭିତରେ ମୋ ବିବାହ ବି ହୋଇସାରିଛି। ମୋ ସ୍ୱାମୀ ବି ଜମିଦାର ସାହେବଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି। ମୋ ଜୀବନ ଯେମିତି ନର୍କରୁ ସ୍ୱର୍ଗ ପାଲଟି ଯାଇଛି। ଖାଲି ମୋ ଜୀବନ ନୁହେଁ, ଏବେ ସମଗ୍ର ଅଞ୍ଚଳ ଜମିଦାର ସାହେବଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ। ଜମିଦାର ସାହେବ ଆମକୁ ଶିଖାଇ ଦେଇଛନ୍ତି କି ନାରୀଙ୍କୁ ସବୁବେଳେ ସମ୍ମାନ କରିବା ଆବଶ୍ୟକ। ଜଣେ ନାରୀ ଯଦି ଖୁସିରେ ରୁହେ ତାହେଲେ ଆମ ଜୀବନର ଉନ୍ନତି ନିଶ୍ଚୟ, ଆଉ ନାରୀଙ୍କ ସମ୍ମାନରେ ଜୀବନ ବି ସୁଖମୟ। ଯଦି କେବେ ସେହି ଅଞ୍ଚଳକୁ ଯାଆନ୍ତି ତାହେଲେ ଜାଣିପାରିବେ କି ନାରୀମାନଙ୍କୁ ସେଠାରେ କେମିତିକା ସମ୍ମାନ ମିଳୁଛି। ତେଣୁ ସମଗ୍ର ଦେଶ ତଥା ମାନବ ଜାତି ଏଥିରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ମୋ ଜୀବନର କାହାଣୀ କେମିତି ଲାଗିଲା, ଆଉ ବିଶେଷ କରି ଜମିଦାରଙ୍କ ଏହି ଚିନ୍ତାଧାରା ବିଷୟରେ ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ।